ପିଲାମାନେ ଆମେ ଆଜି ପଢିବା ମୃତ୍ତିକା ପଲ୍ୟୁସନ ବା ମୃତ୍ତିକା ପ୍ରଦୂଷଣ ବୋଲି କୁହାଯାଉଛି। ସଏଲ ପଲ୍ୟୁସନ ତାକୁ ଇଂରାଜୀରେ ସଏଲ ବୋଲି କୁହନ୍ତି। ମୃତ୍ତିକା କେମିତି ବାରମ୍ବାର ଅତ୍ୟାଚାର ଫଳରେ ମୃତ୍ତିକା ବା ସଏଲ କେମିତି ପଲ୍ୟୁସନ ହେଉଛି, ପ୍ରଦୂଷଣ ହେଉଛି, ଆମେ ରହିବା ପାଇଁ ମଧ୍ୟ ଉପଯୋଗ ହେଉନାହିଁ। ତେଣୁ ଦେଖିବା ଜଳ ହେଉ, ଆମେ ପଢି ସାରିଛେ ଜଳ କେମିତି, ବାୟୁ କେମିତି ପ୍ରଦୂଷଣ ହେଉଛି। ଜଳ ବାୟୁ ଠାରୁ ମାଟି ମଧ୍ୟ ବହୁତ ଆବଶ୍ୟକତା ଅଛି ଆମ ଜୀବନରେ ଏବଂ ଉଦ୍ଭିଦ ପ୍ରାଣୀ ସମସ୍ତଙ୍କ ପାଇଁ ଏ ଜଗତ ପୃଥିବୀ। ତେଣୁ ପୃଥିବୀ ଆମ ମା ଯଦି ପ୍ରଦୂଷଣ ମୁକ୍ତ ନ ହୁଏ ଆମେ ବଞ୍ଚି ପାରିବା ନାହିଁ। ତେଣୁ ଏଇ ମାଟି ଉଦ୍ଭିଦ ମାନଙ୍କ ପାଇଁ ଖାଦ୍ୟ ବିଶୁଦ୍ଧ ଜଳର ଉତ୍ସ ଅଟେ। ଏଇ ମାଟିରେ ଯେଉଁ ବୃକ୍ଷଲତାରୁ ଯେଉଁ ଫଳ ଫୁଲ ଆମେ ବ୍ୟବହାର କରୁ, ଯେଉଁ ଜୀବଜନ୍ତୁ ହେଉ, ବୃକ୍ଷଲତା ଆଉ ସମସ୍ତଙ୍କ ବାସସ୍ଥଳୀ ଏଇ ଯେଉଁ ମାଟି। ତେଣୁ ଏଇ ମାଟିର ବିଭିନ୍ନ ସ୍ତରରେ ଥିବା ଛିଦ୍ର ଗୁଡ଼ିକରେ ଗ୍ୟାସ୍ ଭରିକିରି ରହିଥାଏ ଆଉ ବିଭିନ୍ନ ପ୍ରକାର ବିଷାକ୍ତ ପଦାର୍ଥ ମାଟିରେ ମିଶିବା ଦ୍ୱାରା ଶାରୀରିକ ରାସାୟନିକ ଗୁଣର ପରିବର୍ତ୍ତନ ହୋଇଯାଏ। ଉତ୍ପାଦନ କ୍ଷମତା ମଧ୍ୟ ହ୍ରାସ ପାଏ। ଆଉ ଯଦି ଉତ୍ପାଦନ କ୍ଷମତା ହ୍ରାସ ପାଇବ ତାହେଲେ ଚାଷ କେମିତି ହେବ, ଆମେ ବଞ୍ଚିବା କେମିତି, କୃଷି ପାଇଁ ଉପଯୋଗୀ କେମିତି ହେବ ମାଟି। ତେଣୁ କୃଷି ତ ମଣିଷର ମୁଖ୍ୟ ଧନ୍ଦା। ତେଣୁ ଚାଲନ୍ତୁ ଦେଖିବା ଶିଳ୍ପ କଳକାରଖାନାରୁ ରାସାୟନିକ ପଦାର୍ଥ, ଏଇ ଯେଉଁ ବର୍ଜ୍ୟବସ୍ତୁ ଆଦି ମାଟିରେ ମିଶିବା ଦ୍ୱାରା କେମିତି ପ୍ରଦୂଷିତ ହେଉଛି, କାରଣ ଗୁଡ଼ିକ ଆଲୋଚନା କରିବା। ତୁମର ପିଲାମାନେ ତୁମର କାରଣ ଫଳାଫଳ ନିରାକରଣ ଏଇ ଭିତରୁ ନିଶ୍ଚୟ ପ୍ରଶ୍ନ ଆସିବ। ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଦେଖିବା। ମୃତ୍ତିକା ପ୍ରଦୂଷଣର କାରଣ କ'ଣ? ପ୍ରଥମ ପ୍ରଦୂଷଣ କାରଣ ହେଉଛି ଶିଳ୍ପ ବର୍ଜ୍ୟବସ୍ତୁ। ମନେ ରଖିଥାଅ, ଶିଳ୍ପ ବର୍ଜ୍ୟବସ୍ତୁ। ଶିଳ୍ପ କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ, ଯାହାର କି ଦରକାର ନାହିଁ କିଛି, ସେ ବର୍ଜ୍ୟବସ୍ତୁ କ'ଣ ହେଉଛି, ମାଟିରେ ଜମା ହେଉଛି। ଯେମିତିକି ଫ୍ଲାଏ ପାଉଁଶ, ଧାତବ ଅବଶିଷ୍ଟାଂଶ, ଭାରି ଧାତୁ, ବିଭିନ୍ନ ପ୍ରକାର ଅମ୍ଳ, ସଲଫୁରିକ ଅମ୍ଳ, ନାଇଟ୍ରିକ ଅମ୍ଳ, ଆଣବିକ ବର୍ଜ୍ୟବସ୍ତୁ, ଏଗୁଡ଼ିକ ସବୁ ବାହାରୁଛି। ଏଗୁଡ଼ିକ କ'ଣ ନା ମାଟିରେ ମିଶୁଛି। ନାଇଁ, ସାଧାରଣତଃ ଗାତ କରି ପୋତି ଦିଆଯାଏ ତାକୁ, ଯାହା ମାଟିରେ ମିଶି ମାଟିକୁ ପ୍ରଦୂଷଣ କରିଥାଏ। ଦ୍ୱିତୀୟତଃ କ'ଣ ନା ଖଣିଜ ପଦାର୍ଥ ଉତ୍ତୋଳନ। ଖଣିଜ ପଦାର୍ଥ ଯେତେବେଳେ ଉତ୍ତୋଳନ କରାଯାଏ, ଯେମିତି କୋଇଲା, ଲୁହା, କ୍ରୋମାଇଟ୍, ଅନ୍ୟ ଖଣିଜ ପଦାର୍ଥ ଉତ୍ତୋଳନ କରିବା ବା ବାହାର କରିବା, ସେଟା ବାହାରିବାରୁ କ'ଣ ହେଉଛି ନା ଧାତୁ ଅନ୍ୟାନ୍ୟ ଦୂଷିତ ପଦାର୍ଥ ଗୁଡ଼ିକ ମାଟି ଉପରେ ଜମା ହୋଇକି ମାଟିକୁ ପ୍ରଦୂଷଣ କରୁଛି। ତୃତୀୟତଃ ସାର କୀଟନାଶକର ଅତ୍ୟାଧିକ ବ୍ୟବହାର। ପିଲାମାନେ, ସାର ଆମେ ବ୍ୟବହାର କରୁଛୁ ଅଧିକ ଉତ୍ପାଦନ ପାଇବା ପାଇଁ, ଆଉ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଖାଦ୍ୟର ଆବଶ୍ୟକତା ବହୁତ ରହୁଛି। ତେଣୁ ମଣିଷ କ'ଣ କରୁଛି, ଚାଷରେ ଉତ୍ପାଦନ ଅଧିକ କରିବା ପାଇଁ ସାରର ବ୍ୟବହାର କରୁଛି, କୀଟନାଶକ ଔଷଧ ବ୍ୟବହାର କରୁଛି। ମାନେ ଏବେ ଦେଖ, ଆମେ ଯେତେବେଳେ ଛୋଟ ଥିଲୁ, ଶାଗ ଆମେ ଯେଉଁ ଖାଉଛୁ, ଶାଗରେ ବହୁତ ମାନେ ଛୋଟ ଛୋଟ ପୋକ ମଧ୍ୟ ବାହାରେ, କିନ୍ତୁ ଏବେ କୌଣସି ଗୋଟିଏ ବି ପୋକ ଶାଗରେ ଦେଖିବ ନାହିଁ, କାହିଁକିନା କୀଟନାଶକ ଔଷଧ ଶାଗରେ ବି ମରା ହେଉଛି। ଆଉ ଏଇ ଯେଉଁ କୀଟନାଶକ ଔଷଧ ଦ୍ୱାରା ମାଟି ପ୍ରଦୂଷଣ ହେବା ସହ ଏହାର ଉର୍ବରତା ନଷ୍ଟ ହେଉଛି। DDT ଗୋଟେ ବହୁତ ଇମ୍ପୋର୍ଟାଣ୍ଟ, ଯେଉଁଟାକି କୀଟନାଶକ ଦ୍ରବ୍ୟ, ଅନ୍ୟାନ୍ୟ କୀଟନାଶକ ଇତ୍ୟାଦି ମାଟିରେ ଜମା ହୋଇକି ଏହାକୁ ପ୍ରଦୂଷଣ କରୁଛନ୍ତି। ଦେଖୁଛ ମାଟି କେମିତି ପ୍ରଦୂଷଣ ହେଉଛି। ତାପରେ ଦେଖିବା ଗୃହର ଆବର୍ଜନା। ଆମେ ଜନସଂଖ୍ୟା ବୃଦ୍ଧି ହେଇ ଚାଲିଛି, ତେଣୁ ଯେତେ ଜନସଂଖ୍ୟା ସେତେ ଗୃହ ବା ଘର। ଆଉ ଘରୁ ବାହାରୁଥିବା ଭଙ୍ଗା କାଚ, ଚିରା କାଗଜ, ଚିରା ଲୁଗା, ପ୍ଲାଷ୍ଟିକ ବୋତଲ, ପଲିଥିନ୍ ବ୍ୟାଗ, ପରିବା ଚୋପା, ସବୁଗୁଡ଼ାକ ଆମେ କ'ଣ କରୁଛୁ, ପାଖ ମାଟିରେ ଫିଙ୍ଗି ଦେଉଛୁ, ଫୋପାଡ଼ି ଦେଉଛୁ। ନାଇଁ, ସେ ଯେଉଁ ଫୋପାଡ଼ିବା ଦ୍ୱାରା ମୃତ୍ତିକା କ'ଣ ହେଉଛି, ମାଟି ପ୍ରଦୂଷଣ ହେଉଛି। ପୌରପାଳିକା ଆବର୍ଜନା। ପୌରପାଳିକା କ'ଣ କରୁଛି ବା ମ୍ୟୁନିସିପାଲିଟି କ'ଣ କରୁଛି, ନାଳ ସଫାଇ ଆବର୍ଜନା, ରାସ୍ତା ତିଆରି ସମୟରେ ସୃଷ୍ଟି ହେଉଥିବା ଆବର୍ଜନା, ପୁରୁଣା ଅଟ୍ଟାଳିକା ଭାଙ୍ଗିବା ଦ୍ୱାରା ସୃଷ୍ଟି ହେଉଥିବା ଆବର୍ଜନା, ଦୋକାନ ବଜାର ମାଲ ଗୋଦାମ ଗୁଡ଼ିକର ଆବର୍ଜନା, ସେଗୁଡ଼ିକ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ, ଯେଉଁଗୁଡ଼ାକି ଗୋଟିଏ ମାଟି ଜାଗାରେ
କୋଉଠି ଗୋଟିଏ ସେ ଡିପୋଜିଟ୍ କରିକି ରଖନ୍ତି, ଫୋପାଡ଼ି ଦିଅନ୍ତି ପୌରପାଳିକା। ତେଣୁ ସେଇଟା ମଧ୍ୟ ସେଇ ମାଟିଟାକୁ ଆବର୍ଜନା ପକେଇ ସେଇ ମାଟିଟା କ'ଣ ହୁଏ, ପ୍ରଦୂଷିତ ହୁଏ। ଡାକ୍ତରଖାନା ଆବର୍ଜନା, ଡାକ୍ତରଖାନାରୁ କ'ଣ ବାହାରେ ଜାଣିଛ? ବ୍ୟବହୃତ ଛୁଞ୍ଚି, ସିରିଞ୍ଜ, ବ୍ୟାଣ୍ଡେଜ କପଡ଼ା, କଟା ଯାଉଥିବା ଅଙ୍ଗ ପ୍ରତ୍ୟଙ୍ଗ, ଚିକିତ୍ସା ପାଇଁ ବିଭିନ୍ନ ପ୍ରକାର କଠିନ ତରଳ ପଦାର୍ଥ ମାଟିକୁ ପ୍ରଦୂଷଣ କରୁଛି। ଏଗୁଡ଼ିକ ସବୁ ଫୋପାଡୁଛନ୍ତି ନା ଗୋଟେ ଜାଗାରେ। ତ କିଛି ଡାକ୍ତରୀ ବର୍ଜ୍ୟବସ୍ତୁ, ଇଲେକ୍ଟ୍ରୋନିକ ବର୍ଜ୍ୟବସ୍ତୁ ରଖିବା ପାଇଁ ହଜାର ହଜାର ବର୍ଷ ଲାଗିଯିବ, ସେଟା କ୍ଷୟ ହେବ ନାହିଁ, ନାଇଁ ମାଟିରେ ମିଶିବ ନାହିଁ। ତେଜସ୍କ୍ରିୟ ବସ୍ତୁ, ଯେଉଁ ତେଜସ୍କ୍ରିୟ ବସ୍ତୁ ଯେମିତିକି ରେଡ଼ିୟମ୍, ଥୋରିୟମ୍ ଆଉ ୟୁରାନିୟମ୍, ଏହି ତେଜସ୍କ୍ରିୟ ବସ୍ତୁର ଅସୁରକ୍ଷିତ ଖନନ କରାଯାଉଛି, ନିଷ୍କାସନ କରାଯାଉଛି। ଆଣବିକ ଯୁଦ୍ଧ, ଆଣବିକ କେନ୍ଦ୍ରରେ ଦୁର୍ଘଟଣା ଏଗୁଡ଼ିକ ହେବା ଦ୍ୱାରା ଆଣବିକ ବିକିରଣ ଦ୍ୱାରା ମଧ୍ୟ ମାଟି ପ୍ରଦୂଷଣ ହେଉଛି। ପାଇପ ଦ୍ୱାରା ଛାଡ଼ି ଦିଆଯାଉଥିବା ବର୍ଜ୍ୟବସ୍ତୁ, ମଣିଷ ଓ ଅନ୍ୟାନ୍ୟ ପ୍ରାଣୀମାନଙ୍କର ଝାଡ଼ା, ପରିସ୍ରା ଇତ୍ୟାଦି ବର୍ଜ୍ୟବସ୍ତୁ ପାଇପ ଦ୍ୱାରା ବାହାରକୁ ଛାଡ଼ି ଦିଆଯାଏ, ଯାହା ମାଟିକୁ ପ୍ରଦୂଷଣ କରିଥାଏ। ନିର୍ମାଣ କାର୍ଯ୍ୟ ଯେଉଁ ହେଉଛି, ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସୀସା ଥିବା ରଙ୍ଗ, ନାଇଁ ରାସାୟନିକ ପଦାର୍ଥ ମୃତ୍ତିକାକୁ ପ୍ରଦୂଷଣ କରୁଛି। ନିର୍ମାଣ କାର୍ଯ୍ୟରେ କୌଣସି ଗୃହ ନିର୍ମାଣ, ଅମ୍ଳ ବର୍ଷା ହେଉଛି, ଯେଉଁ ଅମ୍ଳ ବର୍ଷା, ନାଇଁ ଅମ୍ଳ ବର୍ଷା ହେଲା ଦ୍ୱାରା ଅମ୍ଳ ମାଟିରେ ମିଶି ଅମ୍ଳତ୍ୱ, ଏସିଡିଟି ବୃଦ୍ଧି କରୁଛି, ଯାହା ଉଦ୍ଭିଦ ଜଗତ ପାଇଁ କ୍ଷତିକାରକ। ତାହେଲେ ଆମେ ଦେଖିବା ଏବେ ବହୁତ ଗୁଡ଼ିଏ କାରଣ, ଆମେ ଜାଣିଲେ ବହୁତ ଗୁଡ଼ିଏ କାରଣ, 10ଟି କାରଣ। ତାପରେ ଦେଖିବା ବହୁତ ସୁନ୍ଦର, ପିଲାମାନେ ମେଟେରିଆଲଟି ବହୁତ ସୁନ୍ଦର। ମୃତ୍ତିକା ପ୍ରଦୂଷଣର କୁପ୍ରଭାବ କ'ଣ ପଡ଼ୁଛି ମଣିଷ ଉପରେ, ଅନ୍ୟ ପ୍ରାଣୀଙ୍କ ଉପରେ, ଉଦ୍ଭିଦଙ୍କ ଉପରେ। ତେଣୁ ମାଟି ସଂସ୍ପର୍ଶରେ ଆସିବା ଦ୍ୱାରା ମଣିଷର କ'ଣ ହେଉଛି, ମୁଣ୍ଡ ବିନ୍ଧା ହେଉଛି, ବାନ୍ତି ହେଉଛି, କାଶ ହେଉଛି, ଛାତିରେ ଯନ୍ତ୍ରଣା ହେଉଛି, ଶ୍ୱାସକ୍ରିୟା ଜନିତ ରୋଗ ହେଉଛି, ବିଭିନ୍ନ ଚକ୍ଷୁ ରୋଗ ହେଉଛି, ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି, କାହିଁକିନା ମାଟି ପ୍ରଦୂଷଣ ଅଛି। ପ୍ରଦୂଷିତ ମାଟିରେ ଥିବା ସୀସା ସଂସ୍ପର୍ଶରେ ଆସିବା ଦ୍ୱାରା ସ୍ନାୟୁ ପ୍ରଣାଳୀ, ବୃକକ୍, ଯକୃତ ଇତ୍ୟାଦି କ୍ଷତି ଘଟୁଛି। ପ୍ରଦୂଷିତ ମାଟିର ସଂସ୍ପର୍ଶରେ ଆସିଲେ କର୍କଟ ରୋଗ, କ୍ୟାନ୍ସର ହେବାର ଆଶଙ୍କା ବଢ଼ିଯାଇଛି। ପ୍ରଦୂଷଣ ମାଟିରେ ଉତ୍ପନ୍ନ ଫସଲ ପାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଘଟୁଛି। ସେଇ ପ୍ରଦୂଷଣ ମାଟିର ଫସଲ ଆମେ ଖାଉଛୁ। ତ ଏଇ ଯେଉଁ ଉଦ୍ଭିଦ ଜଗତ ଉପରେ କ'ଣ ପ୍ରଭାବ ପକାଉଛି ନା, ଉଦ୍ଭିଦ ଜଗତରେ ଯେମିତିକି ଯେଉଁ କବକ ଗୁଡ଼ିକ ମାନେ ଉଦ୍ଭିଦ ପାଇଁ ହେଲ୍ପଫୁଲ୍ କିମ୍ବା ଆମର ଚାଷ ପାଇଁ ହେଲ୍ପଫୁଲ୍, ଯେମିତିକି ଜିଆ କିମ୍ବା କବକ ମାରି ଔଷଧ କ'ଣ କରୁଛି ନା, ଜିଆ ତଥା ଅନ୍ୟାନ୍ୟ ଉପକାରୀ ଜୀବମାନଙ୍କୁ ମାରି ମାଟିର ଉର୍ବରତା ହ୍ରାସ କରୁଛି। ଆଉ ଅଧିକ ରାସାୟନିକ ସାର ବ୍ୟବହାର ଦ୍ୱାରା ମୃତ୍ତିକାର ଉର୍ବରତା, ଖାଦ୍ୟ ଉତ୍ପାଦନ କ୍ଷମତା କମି ଯାଉଛି। ଆଉ ପ୍ରଦୂଷିତ ମାଟିରେ ଥିବା ଲବଣ ଉଦ୍ଭିଦର ବୃଦ୍ଧି ଉପରେ ପ୍ରଭାବ ପକାଉଛି। ଅବକ୍ଷୟ ହୋଇପାରୁନଥିବା କିଛି ପଦାର୍ଥ ଯେଉଁମାନେ କି ମାଟିରେ ମିଶି ପାରୁନାହିଁ, ତେଣୁ ପ୍ରଦୂଷିତ ମାଟିରୁ ଉଦ୍ଭିଦକୁ ପ୍ରବେଶ କରିଥାଏ, ତେଣୁ କ୍ଷତି ପହଞ୍ଚାଉଛି ଉଦ୍ଭିଦକୁ। ଏହା ପୁଣି ଖାଦ୍ୟ ଶୃଙ୍ଖଳାରେ ବିଭିନ୍ନ ପୋଷକ ସ୍ତର ଦେଇ ଗଲାବେଳେ ଏହାର ପରିମାଣ ବୃଦ୍ଧି କରିଛି, ଖାଦ୍ୟରେ ମଧ୍ୟ ଆସିଯାଉଛି। ଏ ଯେଉଁ ରାସାୟନିକ ପଦାର୍ଥ ମଧ୍ୟ ଆମେ ଯେଉଁ ଖାଦ୍ୟ ଖାଉଛୁ ଉଦ୍ଭିଦ ଥ୍ରୋରେ ଆସିଯାଉଛି, ତେଣୁ ଆମକୁ ରୋଗାକ୍ରାନ୍ତ କରୁଛି। ଅନ୍ୟ ମଣ୍ଡଳ ଉପରେ ପ୍ରଭାବ, ମାଟିରେ ଥିବା ପ୍ରଦୂଷକ ବାୟୁମଣ୍ଡଳ, ବାୟୁମଣ୍ଡଳକୁ ପ୍ରବେଶ କରି ମାଟିରୁ କ'ଣ ହେଉଛି, ମାଟି ପ୍ରଦୂଷଣ ହେଲା, ମାଟି ସହିତ ବାୟୁମଣ୍ଡଳ ସଂସ୍ପର୍ଶରେ ଅଛି, ବାରିମଣ୍ଡଳ ବା ଜଳ ସଂସ୍ପର୍ଶରେ ଅଛି, ସେଗୁଡ଼ାକ ବି ପ୍ରଦୂଷିତ ହେଉଛି। ନିୟନ୍ତ୍ରଣ କେମିତି କରିବା? ମୃତ୍ତିକା ପ୍ରଦୂଷଣକୁ ନିୟନ୍ତ୍ରଣ କେମିତି କରିବା ନା, ପ୍ରଥମତଃ ଜୈବିକ ବର୍ଜ୍ୟବସ୍ତୁ, ଯେଉଁଟାକି ପଶୁ ଚାଷ ବର୍ଜ୍ୟବସ୍ତୁ, ସବୁ ବର୍ଜ୍ୟବସ୍ତୁ ଗୁଡ଼ିକ କ'ଣ ନା ଆଉ ଉପକାରୀ ଅଣୁଜୀବମାନଙ୍କୁ ବ୍ୟବହାର କରି ଜୈବିକ କୃଷି କରାଯାଇଥାଏ। ତେଣୁ ଜୈବିକ କୃଷି କରିପାରିବା। ତେଣୁ ବର୍ଜ୍ୟବସ୍ତୁ ଯେଉଁଗୁଡ଼ାକ ମାଟିରେ ମିଶିଯିବ ଏବଂ ପଚିଯିବ, ସଡ଼ିଯିବ, ତାକୁ ନେଇ ଜୈବିକ କୃଷି କରାଯାଇ ପାରିବ, ଏଣେ ତେଣେ ମାଟିରେ ନ ପକାଇ। ତେଣୁ ଚାଷରେ ବିଭିନ୍ନ ପ୍ରକାର ରାସାୟନିକ ସାର, କୀଟନାଶକ ବ୍ୟବହାର ମାନେ ଯଦି ନ କରିବା ତାହେଲେ ମୃତ୍ତିକା ଠିକ୍ ରହିବ ଏବଂ ଜୈବିକ କୃଷି କରିବା। ତେଣୁ ଦ୍ୱିତୀୟରେ କୀଟନାଶକ, ରାସାୟନିକ ସାର ମୃତ୍ତିକାର ମାନକୁ ହ୍ରାସ କରିବା, ଯେତେ କମ୍ ସେ କମ୍ ବ୍ୟବହାର କରିବା। ନାଇଁ, ବିଭିନ୍ନ ଖାଦ୍ୟ ଶସ୍ୟ, ଫଳ, ପନିପରିବା ସନ୍ତୁଳିତ ଉତ୍ପାଦନ ମୃତ୍ତିକାର ମାନକୁ ବଜାଇ ରଖିଥାଏ। ତେଣୁ ଯାହା କେବଳ ନିୟନ୍ତ୍ରିତ ଚାଷ ପ୍ରଣାଳୀ ମାଧ୍ୟମରେ ସମ୍ଭବ ହୋଇଥାଏ। ପିଲାମାନେ ଦେଖ, ଜନସଂଖ୍ୟାକୁ ନିରୋଧ କରିବା। ଜନସଂଖ୍ୟା ଯଦି ନିରୋଧ ହେଇଯାଏ ନା, ତାହେଲେ ଆମେ କ'ଣ କରିପାରିବା ନା, ଆମର ଅଧିକ ଉତ୍ପାଦନ ଦରକାର ନାହିଁ
किंबा अधिक व्यवहार दरकार नहीं, अधिक घर दरकार नहीं, तेणु जनसंख्या को नियंत्रण रखा पड़ो। वृक्षरोपण बहुत इंपोर्टेंट। वृक्षरोपण मृत्तिका क्षय को रोकी पारे। अधिकांश पदार्थ थरे व्यवहार कर फोपाड़ी देवा द्वारा ता माटी उपर बहु परिमाण में जमा हो जाए। तेणु ताको रिसाइकेल आम प्रथम तो कम व्यवहार करवा, रिड्यूस कम व्यवहार कले कम प्रदूषण हम। पुनर्व्यवहार करवा, रियूज ताको पुनर्व्यवहार करा फोपाड़ा ना। आउ पुनर्चक्रण बा रिसाइक्लिंग करवा, से जो जमती कि लुहा भंगा, टीण भंगा, प्लास्टिक भंगा आसुंच तुमठू नहीं जाऊँच से रखा, बिक्री करवा, रिसाइकल करवा नहीं, रिसाइकल सेटा हो आउ थे आउ जिनस को तैयारी हम। अणुजीव मान द्वारा अवक्षेप हो पारु नथिबा प्लास्टिक किंबा पॉलीथीन एगुड़े सब अवक्षय न होई कौन होची ना माटी भितर पड़ी रोची। विभिन्न प्रकार जीव ताको खाई मरी जाउछंती। तो विभिन्न प्रकार धातव पदार्थ व्यवहार कम करने द्वारा प्लास्टिक पॉलीथीन धातव पदार्थ कम करवा व्यवहार सहजरे अवक्षय हो पारुथबा पदार्थ व्यवहार करवा उचित, जोड़ा कि माने माटी रे मिसी जाउछे। कलकारखाना निर्गत वर्ज्यवस्तु को परित्याग करने पूर्वर सठिक भाव में यार व्यवहार करा उचित किंबा शोधन करने उचित। आणविक अवर्जना को परित्याग करने समय माटीर सुरक्षा प्रति ध्यान देवा उचित। नूतन शिल्प प्रतिष्ठा आधुनिककरण योजना समय मृत्तिकार उर्वरता प्रति ध्यान देवा उचित। आउ कौन ना बायो रेमिडिएशन बा लाइफ जीवन को बचाई प्रक्रिया उद्भिद अणुजीव मान को व्यवहार करी माटी थिबा दूषित पदार्थ को नष्ट करा जाय परिबो। तापज प्रतिकार प्रक्रिया रे उच्च तापमात्रा प्रयोग करी माटी थिबा क्षतिकारक अणुजीव एवं दूषित पदार्थ को नष्ट करा जाऊ पारिबो। पिलामान देख बहुत इंपोर्टेंट तमर ये जो मु आलोचना कली बहुत सुंदर। मृत्तिका केमिति प्रदूषण होउची ताको केमती नियंत्रण करा जाय परिबो, ताकर कारण कौन। तेणु एगुड़िक सांग मानक पठेब, शेयर करिवो, सब्सक्राइब करिवो, लाइक करिवो। तेणु आउ पाठ मध्य पढ़ी। तेणु फ्री ऑफ कॉस्ट चैनल टी तुम पाई एवं पढ़िब। 100 मार्कर प्रश्न, 100 मार्क तुमर 100 रु 100 आनिबो। थैंक यू वेरी मच। रही। वंदे उत्कल जननी।